প্রিয় দর্শক নমস্কার, মু ডক্টর ভবতোষ মণ্ডল আজি ଆପଣମାନଙ୍କ ପାଇଁ ହୋମିଓପାଥିକ ଚିକିତ୍ସା ବିଜ୍ଞାନର ପ୍ରଥମ ଔଷଧ ଚାଇନା ଆଲୋଚନା କରିବି। କିପରି ଭାବରେ ଏହି ଚିକିତ୍ସା ବିଜ୍ଞାନ ଜନ୍ମ ଲାଭ କଲା ଆସନ୍ତୁ ଜାଣିବା। ପ୍ରିୟ ଦର୍ଶକ, ସେହି ସମୟରେ ଡକ୍ଟର ସାମୁଏଲ ହ୍ୟାନିମ୍ୟାନ୍ ଜଣେ ବିଜ୍ଞ ଏଲୋପାଥିକ ଡକ୍ଟର ଥିଲେ। ସେ ଏଲୋପାଥିକ ଡକ୍ଟର ହୋଇଥିଲେ ମଧ୍ୟ ସେହି ଚିକିତ୍ସା ପଦ୍ଧତି ତାଙ୍କୁ ଭଲ ଲାଗୁନଥିଲା। ତାଙ୍କୁ ମନେ ହେଉଥିଲା ଯେପରି ସେହି ଚିକିତ୍ସା ଦ୍ୱାରା ରୋଗୀର ରୋଗ କଷ୍ଟ କମିବା ବଦଳରେ ଅଧିକ ହେଉଥିଲା। ତେଣୁ ସେ ରୋଗୀ ଚିକିତ୍ସା ବନ୍ଦ ରଖି ବିଭିନ୍ନ ଭାଷାର ଡାକ୍ତରୀ ବହି ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରୁଥିଲେ। ସେହି ଅନୁବାଦ କରିବା ବେଳେ ଗୋଟିଏ ସ୍ଥାନରେ ଦେଖିବାକୁ ପାଇଲେ ଯେ କୁଇନାଇନ୍ କିଓର୍ସ ମ୍ୟାଲେରିଆ ଡ୍ୟୁ ଟୁ ଇଟ୍ସ ବିଟରନେସ୍, ଅର୍ଥାତ୍ କୁଇନାଇନ୍ ପିତା ସ୍ୱାଦଯୁକ୍ତ ହୋଇଥିବାରୁ ସେ ମ୍ୟାଲେରିଆ ରୋଗକୁ ଭଲ କରୁଛି। ଏହି ଲେଖା ତାଙ୍କୁ ଠିକ୍ ମନେ ହେଲା ନାହିଁ। ସେ ମନେ ମନେ ଭାବିଲେ ଯେ କୁଇନାଇନ୍କୁ ଛାଡ଼ିଦେଲେ ଆହୁରି ଅନେକ ତିକ୍ତ ସ୍ୱାଦଯୁକ୍ତ ଔଷଧ ରହିଛି। ସେହି ତିକ୍ତ ସ୍ୱାଦଯୁକ୍ତ ଔଷଧ ଗୁଡ଼ିକ ତିକ୍ତ ହୋଇଥିଲେ ମଧ୍ୟ ମ୍ୟାଲେରିଆ ଜ୍ୱରକୁ ଭଲ କରିପାରୁନାହିଁ। ତେଣୁ ସେ ଭାବିଲେ ଯେ କୁଇନାଇନ୍ ଭିତରେ ଏପରି କିଛି ଗୁଣ ଅଛି ଯାହା ଅନ୍ୟ ତିକ୍ତ ଔଷଧରେ ନାହିଁ। ଏହା ଭାବି କୁଇନାଇନ୍କୁ ନେଇ ବିଭିନ୍ନ ଚିନ୍ତା କରିବା ସହିତ ଏହି କୁଇନାଇନ୍ ପ୍ରସ୍ତୁତ ହେଉଥିବା ଗଛ ସିଙ୍କୋନାର ଛାଲକୁ ଛେଚି ତାର ଜୁସ୍ ବାହାର କରି ନିଜେ ତାକୁ ପିଇଲେ। କିଛି ଦିନ ପିଇବା ପରେ ତାଙ୍କଠାରେ ଠିକ୍ ମ୍ୟାଲେରିଆ ପରି ଲକ୍ଷଣ ଦେଖାଦେଲା। ପୁଣି ସେହି ଜୁସ୍ ଅନ୍ୟ ସୁସ୍ଥ ଲୋକଙ୍କୁ ପିଆଇଲେ। ପରେ ସେମାନଙ୍କଠାରେ ମଧ୍ୟ ମ୍ୟାଲେରିଆ ପରି ଜ୍ୱର ଲକ୍ଷଣ ଦେଖାଗଲା। ଏଥିରୁ ସେ ନିଶ୍ଚିତ ହେଲେ ଯେ କୁଇନାଇନ୍ କିଓର୍ସ ମ୍ୟାଲେରିଆ ବିକଜ୍ ଇଟ୍ କ୍ୟାନ୍ ପ୍ରଡ୍ୟୁସ୍ ମ୍ୟାଲେରିଆ, ଅର୍ଥାତ୍ କୁଇନାଇନ୍ ଭିତରେ ମ୍ୟାଲେରିଆ ସୃଷ୍ଟି କରିବାର ଶକ୍ତି ରହିଛି। ତେଣୁ ସେ ମ୍ୟାଲେରିଆ ରୋଗକୁ ଭଲ ମଧ୍ୟ କରିପାରୁଛି। ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଗୋଟିଏ ଔଷଧ ସୁସ୍ଥ ଶରୀରରେ ଯେଉଁ ରୋଗ ଲକ୍ଷଣ ସୃଷ୍ଟି କରିପାରେ, ଠିକ୍ ସେହି ରୋଗ ଲକ୍ଷଣ ଥିବା ରୋଗୀକୁ ଉକ୍ତ ଔଷଧ ସେବନ କରାଇଲେ ରୋଗୀଟି ସୁସ୍ଥ ହୋଇଉଠିବେ। ଏହା ହିଁ ହେଉଛି ହୋମିଓପାଥିକ ଚିକିତ୍ସା ଶାସ୍ତ୍ରର ମୂଳ ମନ୍ତ୍ର। ପ୍ରିୟ ଦର୍ଶକ, ଆସନ୍ତୁ ସେହି ସିଙ୍କୋନା ଗଛରୁ ପ୍ରସ୍ତୁତ ଚାଇନା ଔଷଧଟିକୁ ଆଲୋଚନା କରିବା। କି କି ଲକ୍ଷଣ ଥିଲେ ଏହି ଔଷଧଟି ସେବନ କରିବେ ତାହା ଜାଣିବା। ମ୍ୟାଲେରିଆ ରୋଗ ଓ କୁଇନାଇନ୍ ଯୋଗୁଁ ହୋମିଓପାଥିକ ଚିକିତ୍ସା ବିଜ୍ଞାନର ସୃଷ୍ଟି ହୋଇଥିବାରୁ ମୁଁ ଚାଇନାର ଜ୍ୱର ଲକ୍ଷଣ ପ୍ରଥମେ ଆଲୋଚନା କରିବି। ଚାଇନା ରୋଗୀର ଜ୍ୱର ଦିନ ବେଳେ ଆସେ। ରୋଗୀକୁ ପ୍ରଥମେ ପାଣି ଶୋଷ ହୁଏ, ତାପରେ ଶୀତ ସହିତ କମ୍ପ ହୋଇ ଜ୍ୱର ଆସେ। ସକାଳେ ହିଁ ଏହି ସମସ୍ୟା ଅଧିକ ଦେଖାଯାଏ। ମୁଣ୍ଡ ଶରୀର ବଥା ହୁଏ। ପ୍ରତି ସପ୍ତାହକୁ ଏହି ଜ୍ୱର ହେବାର ଦେଖାଯାଏ। ଜ୍ୱର ଛାଡ଼ିବା ପରେ ଶରୀରରେ ପ୍ରବଳ ଝାଳ ବାହାରେ। ରୋଗୀ କ୍ଳାନ୍ତ ହୋଇପଡ଼େ। ଚାଇନାର ଜ୍ୱର ଦିନ ବେଳେ ହେଉଥିବା ବେଳେ ପତଳା ଝାଡ଼ା ରାତିରେ ଅଧିକ ହୁଏ। ପ୍ରିୟ ଦର୍ଶକ, ଅତିରିକ୍ତ ରକ୍ତକ୍ଷୟ ଯେପରି ମାସିକ ସ୍ରାବ ବା ସନ୍ତାନ ପ୍ରସବ ବେଳେ ଅଧିକ ରକ୍ତସ୍ରାବ, ଅତ୍ୟଧିକ ସ୍ତ୍ରୀ ବା ସ୍ୱାମୀ ସହବାସ ବା ହସ୍ତମୈଥୁନ ହେତୁ ଅଧିକ ଶୁକ୍ରକ୍ଷୟ, ଅତିରିକ୍ତ ସ୍ତନଦାନ, ଅତିରିକ୍ତ ଉଦରାମୟ ବା ମ୍ୟାଲେରିଆ ରୋଗ ଭୋଗିବା ହେତୁ ରୋଗୀର ଶରୀର ଦୁର୍ବଳ ଓ ରକ୍ତହୀନ ହେବା ସହିତ ରୋଗୀର ପାଚନ ବା ହଜମ ଶକ୍ତି ଦୁର୍ବଳ ହୋଇପଡ଼େ। ରୋଗୀର ଭୋକ ଥିଲେ ମଧ୍ୟ ଖାଦ୍ୟ ପ୍ରତି ରୁଚି ରହେ ନାହିଁ। ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି ହୁଏ। ସେ କିଛି ହଜମ କରିପାରେ ନାହିଁ। ଯାହା ଖାଇଲେ ମଧ୍ୟ ଗ୍ୟାସ୍ରେ ପରିଣତ ହୁଏ। ଭୋକରେ ରହିଲେ ମଧ୍ୟ ଗ୍ୟାସ୍ ସୃଷ୍ଟି ହୁଏ। ପାଚନ ଶକ୍ତିର ଅଭାବ ହେତୁ ଉଦରାମୟ ଦେଖାଦିଏ। ଚାଇନା ରୋଗୀର ମଳ ଅଜୀର୍ଣ୍ଣ ଓ ଭୀଷଣ ଦୁର୍ଗନ୍ଧଯୁକ୍ତ। ପତଳା ଝାଡ଼ା ସହିତ
पेटरे प्रबल वायु सृष्टि हुए। यही वायु सृष्टि हेबा चाइनार एक विशेष लक्षण अटे। गैस जोगु पेट ढोल परी फुली उठे। जेते हाकुटी बा ढेकार आसिले मध्य कौनसी उपशम मिले नहीं। चाइना रोगी अत्यंत शीत ऋतु हुए। सर्वदा आवृत रहिबाकू पसंद करे। सामान्य थंडा सह्य करि पारे नहीं। गरम घरे बा उत्तापरे रहिबाकू चाहे। चाइना रोगीर पाटिर स्वाद पिता हुए। से खट्टा और राग खाइबाकू भल पाए। प्रिय दर्शक, अत्यधिक रक्तक्षय, धातु क्षय, अत्यधिक स्तनदान, उदरामय बा मलेरिया रोग भोगिबा परे रोगी अधिक दुर्बल और रक्तहीन होई पड़िले प्रथमे चाइना कथा मने पकेबे। उपरे कहा जाउथिबा लक्षण कौनसी रोगी ठारे देखिबाकू पाइले चाइना 6 बा 30 2 बुंदा लेखाए औषध दिनकू 3-4 थर सेवन करांतु। रोगीर समस्त प्रकार समस्या बहुत शीघ्र दूर हो। प्रिय दर्शक, अधिक किछि जानिबा पाई बा आमठारे चिकित्सा सुविधा पाइबा पाई व्हाट्सएप नंबर 8280093659 रे संपर्क करंतु। जदि आमर एही वीडियो आपण मानकु भल लागि थाए तेबे एही वीडियोटी को लाइक और शेयर करी निजे सुस्थ हवा सहित अन्य रोगी को सुस्थ हवा को सुजोग दियंतु। आउ आपण आम चैनल रो नूतन दर्शक होइथिले परवर्ती वीडियो गुडी को पाइबा पाई चैनल टी को सब्सक्राइब मध्य करंतु। धन्यवाद।